ରଥଯାତ୍ରା ତାଙ୍କର ହେଉଛି ବଡ଼ ପର୍ବ ଆଉ ସିଏ ହେଉଛି ଆମ ଓଡ଼ିଶାର ବଡ଼ ଠାକୁର। ତେଣୁ ପ୍ରତିବର୍ଷ ଆମେ ରଥଯାତ୍ରା ପାଳନ କରିବା ପାଇଁ ଆମେ ଭୋର ପ୍ରଭାତରୁ ସ୍ନାନ ଶୌଚ କରି ନିତ୍ୟକର୍ମ ସାରି ସ୍ନାନାଦି ସାରି ଆମେ ରଥ ଯେପର୍ଯ୍ୟନ୍ତ ଠାକୁର ମନ୍ଦିରକୁ ନ ଆସିଛନ୍ତି ରଥ ଉପରକୁ ନ ଆସିଛନ୍ତି ସେ ପର୍ଯ୍ୟନ୍ତ ଆମେ ନିଷ୍ଠାର ସହ ଆମେ ଅପେକ୍ଷା କରି ଯାଉ ଏବଂ ପ୍ରତିବର୍ଷ ଅପେକ୍ଷା କରି ରହିବାକୁ ପଡ଼େ। ଏବଂ ପ୍ରତିବର୍ଷ ଆମେ ରଥ ଦେଖିବା ପାଇଁ ଆମର ଯେଉଁ ହରିଚନ୍ଦନପୁରର ଗୋଟେ ସବୁଜ ବନାନୀ ଭିତରେ ଶାଳବଣ ବେଷ୍ଟିତ ଗୋଟେ ସବୁଜ ବନାନୀ ଭିତରେ ଗୋଟେ ଧଗୁଠ ବୋଲି ଗୋଟେ ଜାଗା ଅଛି। ପ୍ରତିବର୍ଷ ଅତି ଜାକଜକମରେ ମାନେ ରଥଯାତ୍ରା ପାଳନ କରାଯାଏ, ଯେଉଁଟାକି ଓଡ଼ିଶାର ଫେମସ୍ ମିନି ରଥ। କିନ୍ତୁ ଏହା ପ୍ରାୟ ଗୋଟେ ବଡ଼ଦାଣ୍ଡର ଗୋଟେ ମିନି ବଡ଼ଦାଣ୍ଡ କହିଲେ ମାନେ ଅତ୍ୟୁକ୍ତି ହେବ ନାହିଁ। ଆପଣ ଯେତେବେଳେ ସେ ଜାଗାକୁ ଯାଆନ୍ତି ଏବଂ ଯେଉଁ ଠାକୁର ଯେଉଁ ରଥ ଯେତେବେଳେ ଟଣା ହୁଏ ଆପଣଙ୍କର ଭିତରେ କ'ଣ ଅନୁଭବ ହୁଏ?